आमे आलोचना करछंती द ट्रू टीचर उनकर एक वीक प्रिंसिपल ता भितरे आमे 12टा प्रिंसिपल रो अन्य गुडे प्रिंसिपल आलोचना कर सारलेनी। आज आमे सरेंडर एस्पिरेशन ए विषय रे आलोचना करिबा आ गुडे रिमेम्बरेंस सरेंडर selection surrender the last of the yogic principle for the teacher is perhaps the most difficult to realize. However, it is not at all difficult if all that has gone before has been truly realized, each in itself building up to a perfection of consciousness that wants the divine and only the divine. କହୁଛନ୍ତି ସମର୍ପଣ କରିବା ଯଦିଓ ଆମେ ଯୋଗୀ ପ୍ରିନ୍ସିପଲ ଲାଷ୍ଟରେ ଲେଖିଛନ୍ତି ସେ ଏବଂ ଡିସ୍କସନ ବି ଆମେ କରୁଛନ୍ତି। ସେ କହୁଛନ୍ତି ଏଇଟା ଆକ୍ଚୁଆଲି ସମର୍ପଣ ହବାଟା ଏତେ ସହଜ ନୁହଁ। ଯେହେତୁ ଇଗୋକୁ ସେଣ୍ଟର କରିକି ଆମର ବ୍ୟକ୍ତିତ୍ୱ ଗଠନ ହେଇଛି, ଆମେ ବ୍ୟକ୍ତି ସତ୍ତା ରୂପ ନେଇଛି, ଜଣେ ସେପାରେଟ ବିଙ୍ଗ ବା ଅନ୍ୟମାନଙ୍କ ପାଖରୁ ଏକ ରୂପ ନେଇଛୁ, ପୁରା ଶରୀରରେ ରୂପ ଗ୍ରହଣ କରିଛି, ଯିଏକି ଅନ୍ୟମାନଙ୍କ ଠାରୁ ବାହ୍ୟତଃ ଅଲଗା ଦେଖା ଯାଉଛି ବି। ତେଣୁ ସ୍ୱାଭାବିକ ଭାବେ ଅନ୍ୟମାନଙ୍କ ଠାରୁ ନିଜକୁ ଅଲଗା ପୃଥକ ମନେ କରିବା ଏଟା ହଉଛି ଏକ ସ୍ୱାଭାବିକ। ତେଣୁ ତା ଭିତରେ ସମର୍ପଣ କରିବା, ନିଜକୁ ପୂର୍ଣ୍ଣ ଭାବେ ଦେଇଦବା ଭଗବାନଙ୍କ ପାଖରେ, ଏଇଟା ଟିକେ ବେଶୀ କଷ୍ଟ, ବହୁତ କଷ୍ଟ, ବେଶୀ କଷ୍ଟ, ବହୁତ କଷ୍ଟ। କାହିଁକିନା ଅନେକ ସମସ୍ୟା ଉଠେ, ଅନେକ ପ୍ରଶ୍ନ ଉଠେ। ଯେ ସମର୍ପଣ କରିବି ଭଗବାନ ପାଖରେ, ଭଗବାନ କାହାନ୍ତି, ଭଗବାନ କିଏ, କୋଉଟା ଭଗବାନଙ୍କର ଗୁଣ, ଏସବୁ ଜିନିଷ ଜାଣିବା ଏତେ ସହଜ ନୁହଁ। ତେଣୁ କୋଉଠି ବେଳେ ବେଳେ ଲୋକ ସମର୍ପଣ କରିବା ଭିତରେ ଭୁଲ କରନ୍ତି, ନିଜର ଇଗୋ ପାଖରେ ସମର୍ପଣ କରିଦିଅନ୍ତି, ତ କେତେବେଳେ ନିଜର ପ୍ରାଣ ସତ୍ତା ପାଖରେ ସମର୍ପଣ କରିଦିଅନ୍ତି, ପ୍ରାଣିକ ଗତିବିଧିକୁ ସେମାନେ ସମର୍ପଣ କରିଦିଅନ୍ତି ତାଙ୍କ ପାଖରେ ଏବଂ ସେଗୁଡାକୁ ହିଁ ସର୍ବସ୍ୱ ମନେ କରନ୍ତି। ତେଣୁ ଦିନ ଥିଲା ଯେତେବେଳେ ଶରୀରର ବଳକୁ ସର୍ବଶ୍ରେଷ୍ଠ ମାନ୍ୟ ଦିଆଯାଇଥିଲା। ତେଣୁ ସେତେବେଳେ ଯିଏ ଅଧିକ ବଳଶାଳୀ ଥିଲା ତା ପାଖରେ ଲୋକ ନିଜକୁ ସମର୍ପଣ କରିଦଉଥିଲେ, ସରେଣ୍ଡର କରିଦଉଥିଲେ, କାହିଁକି ନା କିଛି ତ କରିପାରିବେନି ତା ପାଖରେ ନା। ତେଣୁ ଗଲା, ତାପରେ ଆସିଲା ଯାହା ପାଖରେ କ୍ଷମତା ଅଛି, ସେ କ୍ଷମତାଶାଳୀ ଲୋକଙ୍କ ପାଖରେ ସମର୍ପଣ କରିଦେଲେ ଲୋକ। ଏବଂ ଏବେ ଦେଖିବେ ଲୋକମାନେ ଯୋଉମାନେ ପ୍ରାଣ ସ୍ତରରେ ଟିକେ ଅଧିକ ଷ୍ଟ୍ରଙ୍ଗ, ତେଣୁ ଇମୋସନାଲି ବ୍ଲାକମେଲ ହଉ ବା ଇମୋସନାଲି ତୁମକୁ ଭଲ ପାଇକି ହଉ, ସେ ତୁମକୁ ଏମିତି କବଳିତ କରି ରଖିବେ ଯେ ତୁମେ ତାଙ୍କ ପାଖରେ ସମର୍ପିତ ହବାଟା ସ୍ୱାଭାବିକ ହେଇଯାଏ। କାହିଁକି ନା ଆମେ ଯେ ପର୍ଯ୍ୟନ୍ତ ଉଚ୍ଚତର ଚେତନାରେ ବସବାସ କରିନାହାନ୍ତି, ଆମର ମନ ପ୍ରାଣ ଶରୀର ସ୍ଥିତି ଦେଖିବାକୁ ଗଲେ ମନ ଆକ୍ଟିଭ ପ୍ରାୟତଃ ହେଇନଥାଏ, ବା ଯୋଉଟାକୁ ଆମେ କହୁଛୁ ମନ ଦ୍ଵାରା ଆମେ କାମ କରୁଛୁ, କିନ୍ତୁ ମନ ପ୍ରାୟତଃ ପ୍ରାଣ ଦ୍ଵାରା ବଶୀଭୂତ ହେଇ କାମ କରୁଛି। ଆମକୁ ଏଇଟା ଭଲ ଲାଗୁଛି, ତେଣୁ ମନ ଯୁକ୍ତି ଦେଖଉଛି ଏଇଟା କାହିଁକି ଭଲ ବୋଲି, ମତେ ସେଇଟା ଖରାପ ଲାଗୁଛି, ମନ ଯୁକ୍ତି ଦେଖେଇ ଦଉଛି, ମାନେ ତା ପ୍ରାଣର ସପକ୍ଷରେ ମନ ଯୁକ୍ତି ଦେଇ ଦଉଛି। ତେଣୁ ଆମେ ଯଦିଓ ମନ ଅଛି କିନ୍ତୁ ପ୍ରାଣ ପ୍ରଧାନ ହେଇକି ବଞ୍ଚିଛୁ। ଏବଂ ମନେ କରାଯାଉ ବେଳେ ବେଳେ ଦେଖିବେ କଷ୍ଟ ହଉଛି, ଶାରୀରିକ ଯନ୍ତ୍ରଣା କଷ୍ଟ ହଉଛି, ଆମେ କାମ କରୁଛନ୍ତି, ଯେତେବେଳେ କଷ୍ଟ ହଉଛି ତମ ଯଦି କହିଲେ ମନ ଯଦି ପ୍ରାଣ ଯଦି ଇଚ୍ଛା ନାହିଁ କାମ କରିବା ପାଇଁ, ତାହେଲେ ସେ ସେଠି ଶରୀରକୁ ମଧ୍ୟ କହିବ ନା ମ ଏତେ କଷ୍ଟ କାହିଁ କରିବ, ଶରୀର ରହିଥିଲେ ସିନା ଅନ୍ୟ କାମ କରିବ, ତେଣୁ କାହିଁ କଷ୍ଟ କରିବ। ତେଣୁ ସେ ଶରୀରକୁ କାର୍ଯ୍ୟ କରିବାକୁ ଦିଏ ନାହିଁ। ବେଳେ ବେଳେ ପ୍ରାଣର ଯଦି ଜୋସ ଥବ, ଶରୀରକୁ କଷ୍ଟ ହଉଥାଉ ନ ହଉଥାଉ ସେ ମାଡି ମକ୍ଚି କରିଯିବ। ତେଣୁ ପ୍ରାୟତଃ ପ୍ରାଣ, ମନ ଆଉ ଶରୀର ଦି ଜଣଙ୍କୁ ନିଜର ଅକ୍ତିଆରରେ ଚାପିକି ରଖିଛି, ବା ତାରି ଦ୍ଵାରା ଆମେ ସମସ୍ତେ ପରିଚାଳିତ ହଉଛନ୍ତି। ଆଉ ଅନେକ ସମୟରେ ଶରୀର ଦ୍ଵାରା ବି ଆମେ ପରିଚାଳିତ ହଉଛନ୍ତି। ଯଦି ଆଜି ଟାୟାର୍ଡ ଲାଗୁଛି, ଟାୟାର୍ଡ ନାହିଁ ଅଳସୁଆ ଲାଗୁଛି, ଟାୟାର୍ଡ ଗୋଟେ ଅଲଗା କଥା, ସେଟା ଅଲଗା ବିଷୟରେ ଅଲଗା ଥରେ ଆଲୋଚନା କରିବା। ଯଦି ଆଜି ଆମେ ଶୋଇଛନ୍ତି, ଆଳସ୍ୟ ଥାଉ ବା କୌଣସି କାରଣରୁ ଡିପ୍ରେସନ ଥାଉ,
ଯଦି ଯେତେବେଳେ ସେତେବେଳେ ଶିଥିଳତା ଆମ ପାଖରେ ଥାଏ ସେତେବେଳେ କାମ ପ୍ରାଣ ଉତ୍ସାହ ଦିଏ ନାହିଁ କାମ କରିବା ପାଇଁ। ତେଣୁ ମନ ମଧ୍ୟ ଯୁକ୍ତି ଦେଖେଇଦବ ତା ସପକ୍ଷରେ। ତେଣୁ ପ୍ରାୟତଃ ଜାଗାରେ ମନ ଆକ୍ଟିଭ ଆମକୁ ଗୋଟେ ଲଜିଷ୍ଟିକାଲି ଆକ୍ଟିଭ ହେଇନାହିଁ। ତେଣୁ ସମର୍ପଣ କରିବା କଥା କହିଲେ ଲୋକ ସାଧାରଣତଃ ଭୁଲ ଜାଗାରେ ସମର୍ପଣ କରି ପକାନ୍ତି। ତେଣୁ ଭଗବାନ ପାଖରେ ସମର୍ପଣ କରିବା ଏତେ ସହଜ ନୁହଁ, ଦ୍ୟାଟ୍ ଇଜ ଡିଫିକଲ୍ଟ ୱାନ୍। ତେଣୁ ସେ ତାପରେ ସେଥିପାଇଁ କହୁଛନ୍ତି ଯେ ଯଦି ତୁମେ ମୂଳରୁ କାର୍ଯ୍ୟତଃ ଆରମ୍ଭ କରିଛ ଚେତନାର ଅଗ୍ରଗତି ପାଇଁ ଓନ୍ଲି ଫର ଦ ଡିଭାଇନ, ଓନ୍ଲି ଦ ଡିଭାଇନ ମାନେ କେବଳ ଭଗବାନଙ୍କୁ ଆଖି ଆଗରେ ରଖିଛ। ତେଣୁ ସେଥିପାଇଁ ଆମେ ଆରମ୍ଭରୁ ସବୁବେଳେ କଥା ହଉଛନ୍ତି ଯେ ମାଙ୍କୁ କହିକରି ସମର୍ପଣ କରି ମାଙ୍କ ଉଦ୍ଦେଶ୍ୟରେ ଆରମ୍ଭ କରିବା। କାର୍ଯ୍ୟ କଲା ବେଳେ ଆମେ ଜାଣିନାହାନ୍ତି କୋଉଟା ଠିକ କୋଉଟା ଭୁଲ, ଠିକ ଅଛି ମାଙ୍କ ପାଖରେ କହିଦିଅ, ମାଙ୍କ ନାମ ଜପ କର। ଏଇଥିପାଇଁ ଅନେକ ପ୍ରୟାସ ଆସ୍ପିରେସନ କରିବା। ଚେଷ୍ଟାର ଗୋଟେ ମୂଳ ମନ୍ତ୍ର ରହିଛି ଯେ ଆସ୍ପିରେସନ, ଆସ୍ପୃହା କରିବା ଯେ ମୋ ପାଖରେ ଏଇଟା ନାହିଁ, ମତେ କରେଇ ଦିଅ, ମତେ ଚିହ୍ନେଇ ଦିଅ। ଏସବୁ ଜିନିଷ ପ୍ରାରମ୍ଭିକ ସ୍ତରରେ ଆରମ୍ଭ କରିବା। ଆରମ୍ଭ କଲେ ମାଙ୍କ ସହିତ ସମ୍ପର୍କ ଯେତେ ଅଧିକରୁ ଅଧିକ ଘନୀଭୂତ ହବ ସେତେ ଅଧିକରୁ ଅଧିକ ଆମେ ଚିହ୍ନି ପାରିବା what are the divine qualities needed and what divine wants to be manifested। କଣ ସେ ଚାହୁଁଛନ୍ତି ଆମ ଦ୍ୱାରା ପ୍ରକାଶିତ ହବା ପାଇଁ, ସିଏ ଆମକୁ ପରିଚାଳିତ କରିବାକୁ ଆରମ୍ଭ କରିବେ। ତେଣୁ ସେ କେବଳ ମାଙ୍କୁ ବା କେବଳ ଡିଭାଇନ ପରମଙ୍କୁ ଯଦି ଉଦ୍ଦେଶ୍ୟ ରଖି ଆମେ କାର୍ଯ୍ୟ ସବୁବେଳେ ଆରମ୍ଭ କରୁଥିବା ତାହେଲେ ଆମକୁ ଏଇ ସରେଣ୍ଡର କରିବାଟା କଷ୍ଟ ହବ ନାହିଁ। Indeed, I believe, ବାସ୍ତବରେ ମୁଁ ବିଶ୍ୱାସ କରେ, I believe surrender is only possible if one has sufficient faith to aspire with constancy। ସେ ଲେଖୁଛନ୍ତି ମୁଁ ବିଶ୍ୱାସ କରୁଛି ସରେଣ୍ଡର ସମ୍ଭବ ହେଇପାରିବ ଯଦି ଜଣଙ୍କର ପର୍ଯ୍ୟାପ୍ତ ପରିମାଣରେ ଫେଥ, ଆମର ଇଂରାଜୀରେ ଯୋଉଟା ଫେଥ ଲେଖା ହେଇଛି ସେଟା ପ୍ରକୃତରେ ଯଦି ଆମେ ଦେଖିବା ଟ୍ରଷ୍ଟ, ଟ୍ରଷ୍ଟ ଇନ ଦ ଡିଭାଇନ, ବିଶ୍ୱାସ, ପୂର୍ଣ୍ଣ ବିଶ୍ୱାସ, ପୂର୍ଣ୍ଣ ବିଶ୍ୱାସ। ଯଦି ଆମର ପର୍ଯ୍ୟାପ୍ତ ଶ୍ରଦ୍ଧା ଥିବ, ବିଶ୍ୱାସ ଥିବ ଭଗବାନଙ୍କ ପ୍ରତି, ତାହେଲେ ସରେଣ୍ଡର କରିବା ବା ସମର୍ପଣ କରିବା ସହଜ ହବ। ସଫିସିଏଣ୍ଟ ଫେଥ ଟୁ ଆସ୍ପାୟାର ୱିଥ କନଷ୍ଟାନ୍ସି, ୱିଥ କନଷ୍ଟାନ୍ସି ପୁଣି ଲେଖା ହେଇଛି କାହିଁ, ନିରବଚ୍ଛିନ୍ନ ଭାବରେ ତୁମର ଆସ୍ପୃହା ଥିବ ଯେ ତୁମେ ଭଗବାନଙ୍କର ହେଇଯିବାକୁ ଚାହଁ, ଭଗବାନଙ୍କୁ ପରିପ୍ରକାଶ କରିବାକୁ ଚାହଁ। ହଁ, ଆଉ ଗୋଟେ ଡାଉଟ ଥାଏ ଲୋକଙ୍କର ଯେ ଯୋଉମାନଙ୍କର ଟିକେ ବ୍ୟକ୍ତିତ୍ୱ ଗଠନ ହେଇଗଲାଣି ସେମାନେ ଭାବନ୍ତି ଯେ ଯଦି ମୁଁ ଭଗବାନ ପାଖରେ ସମର୍ପଣ କରିଦେବି ତାହେଲେ ମୁଁ ଆଉ କଣ ରହିବି, ମୋର ନିଜସ୍ୱ ଆଉ କଣ ରହିବ। ସେ ଇଗୋ ସେଣ୍ଟରଟା ସେତେବେଳେ ଆଉ ଟିକେ ଆକ୍ଟିଭ ହେଇଯାଏ। କିନ୍ତୁ ସିଏ ଭୁଲି ଯାଆନ୍ତି ଯେତେବେଳେ ଭଗବାନଙ୍କ ପାଖରେ ଜଣେ ସମର୍ପିତ ହେଇଯାଉଛି ତାଙ୍କର ଭଗବାନଙ୍କ ସହିତ ଏକ ନିରବଚ୍ଛିନ୍ନ ନିରନ୍ତର ସମ୍ପର୍କଟିଏ ବାନ୍ଧି ହେଇଯାଏ। ଗୋଟେ କେନାଲ ଖୋଳା ହେଲା ଭଳିଆ ଗୋଟେ ସମ୍ପର୍କ ଯେତେବେଳେ ବାନ୍ଧି ହେଇଗଲା, ତେଣୁ ସବୁବେଳ ପାଇଁ ଭଗବାନଙ୍କ ପାଖରୁ ଯିଏ ଅସୀମ ଶକ୍ତିର ଭଣ୍ଡାର, ଯିଏ ଅସୀମ ଜ୍ଞାନର ଭଣ୍ଡାର, ଯିଏ ଆଲୋକର ଉତ୍ସ, ଯିଏ ଜ୍ଞାନର ଉତ୍ସ, ତାଙ୍କ ପାଖରୁ ଆଲୋକ, ଜ୍ଞାନ, ଶକ୍ତି, ଐଶ୍ୱର୍ଯ୍ୟ ସବୁ କିଛି ସେଇ ସମ୍ପର୍କର ସେତୁ ଦେଇକି ତୁମ ଭିତରକୁ ପ୍ରଭାବିତ ହବ। ତେଣୁ ତୁମେ ପୂର୍ଣ୍ଣତଃ ତାଙ୍କ ଦ୍ୱାରା ପରିଚାଳିତ ହବ। ତେଣୁ ଯେତେବେଳେ ଯୋଉ ଶକ୍ତି ଦରକାର ତାହା ସେଇ ସମ୍ପର୍କର ସେତୁ ଦେଇକି ତୁମ ଭିତରୁ ପ୍ରବାହିତ ହବ ଆଉ ତୁମେ ସେ କାର୍ଯ୍ୟ କରିବ। କିନ୍ତୁ ଆମେ ଡରୁ, ଯୋଉମାନେ ଇଗୋ ଟିକେ ଅଧିକ ଡେଭଲପ ହେଇଯାଇଥାଏ, ଯୋଉମାନେ ଜ୍ଞାନରେ ହଉ ପ୍ରାଣରେ ହଉ ଯୋଉଥିରେ ହଉ ଷ୍ଟ୍ରଙ୍ଗ ହେଇଯାଇଛନ୍ତି, ସେଠି ସରେଣ୍ଡର କରିବା ଟିକେ କଷ୍ଟ ହୁଏ। ତେଣୁ ଆମ ଭିତରେ ଏକ ଆସ୍ପୃହା ରହିଥିବ, ନିରବଚ୍ଛିନ୍ନ ଆସ୍ପୃହା ଯେ ଭଗବାନଙ୍କ ପାଖରେ ମୁଁ ନିଜକୁ ପୂର୍ଣ୍ଣ ରୂପେ ଦେଇଦେବାକୁ ଚାହେଁ।
भगवान जहाँ चाहती ताहा मो भीतर देई प्रकाशित हौ। एई आस्पृहा जदि निरवच्छिन्न तुम भीतर रहिला सेटा पुणी निरवच्छिन्न केतल रही परिबो। अरे मु कहा पाखरे समर्पित हेबी ଯାହାକୁ ମୁଁ ଭଲ ପାଉନଥିବି, ଯାହା ଉପରେ ମୋର ବିଶ୍ୱାସ ନଥିବ, ଯାହା ଉପରେ ମୋର ନିର୍ଭରତା ନଥିବ, ତେଣୁ ତା ପାଖରେ ନିଜକୁ ସରେଣ୍ଡର କରିବି କେମିତି? କରିପାରିବିନି, ଆସିବନି। ତେଣୁ ବିଶ୍ୱାସ ନିର୍ଭରତା ଯଦି ନାହିଁ ଏବଂ ବିଶ୍ୱାସ ନିର୍ଭରତା ଭଲ ପାଇବା ଶ୍ରଦ୍ଧା ସହିତ ମୋ ଭିତରେ ଆସ୍ପୃହା ବି ଥିବା ଦରକାର। ଦେଖନ୍ତୁ ବେଳେବେଳେ ଅନେକ ଜାଗାରେ ଆମର ଶ୍ରଦ୍ଧା ଥାଏ କିନ୍ତୁ ଆମେ ସେଭଳିଆ ହବାକୁ ଚାହୁଁନା। ଲୋକ ଅଛନ୍ତି ସେମାନେ ଭଲ ଗୁଣ ଥିବା ବ୍ୟକ୍ତିଙ୍କୁ ପ୍ରଶଂସା କରନ୍ତି, ସମ୍ମାନ କରନ୍ତି, କିନ୍ତୁ ସେଇଭଳି ହବା ପାଇଁ ଚାହାନ୍ତି ନାହିଁ। ପୁରା ବଢିଆ ଏକ୍ସାମ୍ପଲ ହଉଛି ଆମ ଘରେ ଘରେ ଏବେଣିକି ଯଦି କମି ଯାଇଥିବ କିନ୍ତୁ ପ୍ରାୟତଃ ସମସ୍ତଙ୍କର ଯଦି ଭଗବତ ପ୍ରୟାସୀ ଜଣେ ସାଧୁ ସନ୍ଥଙ୍କୁ ଦେଖିଲେ ତାଙ୍କୁ ସମ୍ମାନ କରନ୍ତି, ତାଙ୍କୁ ପୂଜା ଅର୍ଚ୍ଚନା କରନ୍ତି, ତାଙ୍କୁ ଅଭ୍ୟର୍ଥନା ଦିଅନ୍ତି, ତାଙ୍କୁ ତାଙ୍କ ପ୍ରତି ତାଙ୍କର ରେସ୍ପେକ୍ଟ ଥାଏ। କିନ୍ତୁ ତାଙ୍କ ପୁଅ ସନ୍ନ୍ୟାସ ହେଇଯାଉ ସେଇଟା ସେ ଚାହାନ୍ତି ନାହିଁ, କିମ୍ବା ସେ ନିଜେ ସନ୍ନ୍ୟାସ ହେଇଯିବେ ସେଇଟା ସେ ଚାହାନ୍ତି ନାହିଁ। ଅନେକ ଲୋକ ଡରନ୍ତି ମାତୃଭବନ ଆଶ୍ରମରେ ରହିବା ପାଇଁ ଯଦି କାହାକୁ କହିଲେ ଅନେକ ଲୋକ ଡରନ୍ତି ତାଙ୍କ ପୁଅ ଝିଅଙ୍କୁ ଛାଡିବା ପାଇଁ। କାହିଁକି ନା ସିଏ ଦେଖନ୍ତି ଏଠି ଯୋଉମାନେ ରହୁଛନ୍ତି ପ୍ରାୟତଃ ଅବିବାହିତ ଲୋକମାନେ ରହୁଛନ୍ତି, ତେଣୁ ସିଏ କଣ କରନ୍ତି କାଳେ ମୋ ପିଲାଟା ସେଠି ଯାଇକି ଆଉ ବାହା ହବ ନାହିଁ କି ରହିଯିବ କି, ସେମାନେ ଡରନ୍ତି। ତାମାନେ ସେମାନେ ସମର୍ପଣ କେମିତି କରିପାରିବେ ଯୋଉଠି ତାଙ୍କର ବିଶ୍ୱାସ ନାହିଁ, ସମ୍ମାନ ବୋଧ ଅଛି, ଭଲ ପାଇବା ଅଛି, ଶ୍ରଦ୍ଧା ଅଛି, କିନ୍ତୁ ସେୟା ହୋଇ ଉଠିବାକୁ ସେମାନେ ଚାହାନ୍ତି ନାହିଁ। ସେଥିପାଇଁ ଆସ୍ପିରେସନ ଇଜ ଏସେନ୍ସିଆଲ। ଆସ୍ପୃହା ରହିବା ଦରକାର। ଆସ୍ପୃହା ନଥିଲେ ତମର ଶ୍ରଦ୍ଧା ଥିବ, ଭଲ ପାଇବା ଥିବ, ସମ୍ମାନ ଥିବ, ବିଶ୍ୱାସ ଥିବ, ତାଙ୍କ କଥା ମାନିବାକୁ ଇଚ୍ଛା ଥବ, ସେ ଯାହା କହିବେ ଅକ୍ଷରେ ଅକ୍ଷରେ ମାନିବେ। ଯଦି କହିଲେ ତମ ପୁଅକୁ ମତେ ଦେଇଦିଅ ସେ ସନ୍ନ୍ୟାସ ହବ, ସରିଗଲା ସରିଗଲା। ସେଇଠୁ ସିଏ ଟିକେ ଦୋଦ ପାଞ୍ଚ ହେବେ, ଦୋଦ ପାଞ୍ଚ ଷ୍ଟାର୍ଟ ହବ, ତାପରେ କହିବେ ହଉ ମୁଁ ତ କଥା ଦେଇ ସାରିଛି ଆଉ ଛାଡ ଆଉ। ତେଣୁ ସମର୍ପଣ ସହିତ ଆସ୍ପୃହା ମଧ୍ୟ ନିରନ୍ତର ଜରୁରୀ। ଆମେ ଯେତେବେଳେ କାମ କରୁଛୁ ନା ପଢିଦବା, ସେଥିରେ ବି ଲେଖା ହେଇଛି ଏ କନଷ୍ଟାନ୍ସି ଦ୍ୟାଟ ଲିଡ୍ସ ଟୁ ଏ ନ୍ୟାଚୁରାଲ ଡିଭୋସନ coupled with true sincerity। ଯେତେବେଳେ ଆମର ସ୍ଥିରତା ରହିଲା ଆସ୍ପୃହାରେ, ତାହେଲେ ଆମ ପାଖରେ ଭକ୍ତି ସହିତ ନିଷ୍ଠାପରତା କପୁଲ ହେଇକି ଆସନ୍ତି, ମାନେ ଏକା ସାଙ୍ଗରେ ଆମ ପାଖରେ ରହିବେ। ଭକ୍ତି ଭାବ ଆସିବ, ତା ସହିତ ସମର୍ପିତ ଭାବ ବି ଆସିବ। A sincerity born of a practice of the first six principles where gratitude and remembrance are a constant state and truthfulness and right action a natural way of life। कहते सरेंडर जो सिंसियरिटी सरेंडर केतेबेले आम पाखरे आसीबो केमती ना जदि आम भितर सिंसियरिटी आमर अभ्यास रे निष्ठापरता रही तामाने आमे सबु बेले निष्ठापर ही थिबा। आउ कृतज्ञता एवं रिमेम्बरेंस तांकु केवल मन रखिबा, रिमेम्बर एंड ऑफर से स्मरण रख एवं समर्पण कर। तांकु सबु बेले भगवान को सब मन रखिथिबे। आरे कांस्टेंट स्टेट ता मो पाखरे कांस्टेंट ता माने मु सबु बेले मां को मन रखथिबी, भूलु नथिबी एवं सबु बेले मां को पाखरे कृतज्ञ मु रहउथिबी, कृतज्ञता ज्ञापन करूथिबी। आउ मो पाखरे सत्यता थिबो एंड ट्रूथफुलनेस एंड राइट एक्शन। राइट एक्शन ता हम से दिन पढ़ी, राइट एक्शन होची केवल भगवान को पे काम करिवा। जदि मो भितरे मोर नेचुरल वे ऑफ लाइफ ता माने मो बंचिबार एक स्वाभाविक प्राकृतिक उपाय जदि हला ता माने मु एटा देखवा देखावा बा चेष्टा करी क्या करू नाही, मो भितरे सेटा स्वाभाविक हे गलानी भगवान को पई बंचिबा, सत्य पई बंचिबा, भगवान को पाखरे मां को पाखरे कृतज्ञ हवा एवं तांको मु प्रत्येक मुहूर्त रे मन रखिबा मोर एक स्वाभाविक प्रक्रिया हे गलानी। निष्ठा परता मो रक्त रे हे गलानी। जेंति कहंती
ता माने मो जदि मते काटिदब मो देहरु रक्त बुंदा जदि बाहरला ताकू जदि जाइकी डीएनए टेस्ट करिवो ता भितरे सिंसियरिटी लव फॉर डिवाइन ग्रेटिट्यूड टुवर्ड्स डिवाइन केवल माँ माँ ता भितर बाहरुथिबे जेतବେଳେ ଏଇ ଗୁଡାକ ହେଇଗଲାଣି ଆପେ ଆପେ ହେଇଯିବ all life then is a prayer towards perfection all prayer a communication a union with the divine surrender means simply giving this is the supreme secret that man comes to know ଜଣେ ଅନେକ ସାଧନା ଅନେକ ତପସ୍ୟା କରି ସେ ଏଇ ସିକ୍ରେଟ ଟା ଜାଣିବ ଯେ ଭଗବାନଙ୍କୁ ପରମଙ୍କୁ ପ୍ରାପ୍ତ କରିବାର ସବୁଠାରୁ ସରଳ ଉପାୟ ହେଉଛି ସରେଣ୍ଡର ବଟ୍ ଫାଷ୍ଟ ହି ହାଜ ଟୁ ବି ବିଫୋର ହି କ୍ୟାନ୍ ଗିଭ୍ ହଁ ଏଇ ଲାଇନ ଟା ଗୋଟେ ଇମ୍ପୋର୍ଟାଣ୍ଟ ଲାଇନ ଏଇଟା ପ୍ରାୟତଃ ଆମେ ଭୁଲି ଯାଉ ଲେଖୁଛନ୍ତି ବଟ୍ ଫାଷ୍ଟ ପ୍ରଥମେ ହି ହାଜ ଟୁ ବି ଆଗ ନିଜେ ହୋଇ ଉଠିବା ଦରକାର ବିଫୋର ହି କ୍ୟାନ୍ ଗିଭ୍ ତମେ ନିଜକୁ ଭଗବାନ ପାଖରେ ଦେଇଦବ ଯେ ତମେ ନିଜେ କିଏ ତମ ତମ ନିୟନ୍ତ୍ରଣରେ କଣ ରହିଛି ତୁମ ଶରୀର ତୁମ କଥା ମାନୁନାହିଁ ତୁମ ପ୍ରାଣ ତୁମ କଥା ମାନୁନାହିଁ ତୁମ ମନ ତୁମ ହିସାବରେ ଚିନ୍ତା କରୁନାହିଁ ଆଗ ସେଗୁଡାକୁ ନିୟନ୍ତ୍ରଣ କର କଣ୍ଟ୍ରୋଲ ୟୁର ସେଲ୍ଫ ଆଗ ନିଜ ସେଗୁଡାକ ନିୟନ୍ତ୍ରଣ କରିସାର ନିୟନ୍ତ୍ରଣ କରିସାରିଲା ପରେ ତମେ ତାକୁ ଧରିକି ନେଇକି ସମର୍ପଣ କରିବ ସେଥିପାଇଁ ପ୍ରଥମେ କହୁଛି ଆଗ ତୁମେ ହୋଇ ଉଠ ଟୁ ବି ତାପରେ ୟୁ କ୍ୟାନ୍ ଗିଭ୍ ଦ୍ୟାଟ୍ ଥିଙ୍ଗ ଟୁ ଦ ଡିଭାଇନ୍ ନହେଲେ କଣ ହୁଏ ମାଧିଆ ଭାଇ ସବୁଥିରେ ହୋଇ ହୋଇ ଏଇଟା ଗୋଟେ ବଢିଆ ଡାଇଲଗଟେ ଆମର ଓଡିଆ ଢଗ ମାଧିଆ ଭାଇ ସବୁଥିରେ ହୋଇ ହୋଇ ସିଏ ସମସ୍ତଙ୍କ ପାଖରେ ନିଜକୁ ସମର୍ପଣ କରିଦବ ଆ କଥା ଶୁଣିବ ତା କଥା ଶୁଣିବ ଆଉ ଯଦି ତୃତୀୟ ବ୍ୟକ୍ତି ଆସିଲା ତେବେ ଏ ଦି ଜଣଙ୍କୁ ଛାଡିକି ତାଙ୍କ କଥା ଶୁଣିବ ତେଣୁ ମାଧିଆ ଭାଇ ସବୁଥିରେ ହୋଇ ହୋଇଯିବ ତେଣୁ ତା ପ୍ରଥମେ ବଟ୍ ଫାଷ୍ଟ ହି ହାଜ ଟୁ ବି ଆଗ ନିଜେ ହୋଇ ଉଠିବା ଦରକାର ତେଣୁ ଆଗ ନିଜ ଉପରେ ନିଜର ନିୟନ୍ତ୍ରଣ ରଖିବା ଦରକାର ତେଣୁ ସେଇଥିପାଇଁ ଏଜୁକେସନ ଇଜ ଏସେନ୍ସିଆଲ ଶିକ୍ଷା ନିହାତି ଦରକାର ଆଗ ମନକୁ ଚିହ୍ନିବ ପ୍ରାଣକୁ ଚିହ୍ନିବ ଶରୀରକୁ ଚିହ୍ନିବ ଶରୀରର ଗୁଣାବଳୀ ଗୁଡାକ ଜାଣିବ ପ୍ରାଣର ଗୁଣାବଳୀ ଗୁଡିକ ଜାଣିବ ମନର ସାମର୍ଥ୍ୟ ଜାଣିବ ସବୁକୁ ସେ ଜାଣି ସାରିଲା ପରେ ତା ଉପରେ ନିୟନ୍ତ୍ରଣ ହାସଲ କରିବ ନିୟନ୍ତ୍ରଣ ହାସଲ କରିବା ପରେ ବର୍ତ୍ତମାନ ସିଏ ନିଜେ ଏକ ବ୍ୟକ୍ତିତ୍ୱରେ ପରିଣତ ହେଲା ବର୍ତ୍ତମାନ ସେଇ ବ୍ୟକ୍ତିତ୍ୱକୁ ନେଇକି ମାଙ୍କ ପାଖରେ ସମର୍ପଣ କରିଦବ ହି କ୍ୟାନ୍ ନଟ୍ ଗିଭ୍ ହ୍ୱାଟ ଇଜ ନଟ୍ ଦେୟାର ଯୋଉଟା ତା ପାଖରେ ନାହିଁ ସେ କଣ ଦବ ଆରେ ମୋ ପାଖରେ ମୁଁ ଯୋଉ ଜିନିଷଟା ଧରିଛି ସେଟା ମୋର ନୁହଁ ମୁଁ ଆଉ କାହାକୁ ଦେଇପାରିବି ଦେଇପାରିବିନି ମୁଁ ତ ଦେଲା ବେଳକୁ ସେ ଲୋକଟା ଆସି ମାଡିବ ଯାଇକି ମୋ ଜିନିଷ କଣ ତାକୁ ଦେଇଦଉଛି ହି ହାଜ ଟୁ ବି ଆନ୍ ଇଣ୍ଡିଭିଜୁଆଲ ତେଣୁ ସେ ଏକ ବ୍ୟକ୍ତି ସତ୍ତା ବ୍ୟକ୍ତିତ୍ୱ ଗଠନ ହବା ତାର ଦରକାର ଟୁ ଇଣ୍ଡିଭିଜୁଆଲାଇଜ ହିମସେଲ୍ଫ ହି ହାଜ ଟୁ ଅର୍ଗାନାଇଜ ହିମସେଲ୍ଫ around his central being ତେଣୁ ଆଗ ନିଜର ବ୍ୟକ୍ତିତ୍ୱ ଗଠନ କରିବା ଦରକାର ବ୍ୟକ୍ତିତ୍ୱ ଗଠନ କରିବା ପାଇଁ ହେଲେ ନିଜର କେନ୍ଦ୍ରୀୟ ସତ୍ତା ଚାରିପଟେ ନିଜକୁ ସଂଗଠିତ କରିବା ଦରକାର ମୁଁ ଦାନ୍ତ ଘଷୁଛି କଣ ପାଇଁ ଦାନ୍ତ ଘଷୁଛି ମୁଁ ଖାଉଛି କଣ ପାଇଁ ଖାଉଛି ମୁଁ କଥା ହଉଛି କଣ ପାଇଁ କଥା ହଉଛି ମୋର ଚିନ୍ତା ମୋର ଭାବନା ମୋର ଭାବାବେଗ ମୋର ଅନୁଭବ ମୋର କାର୍ଯ୍ୟ ସବୁ ଗୁଡାକ କେନ୍ଦ୍ରୀୟ ସତ୍ତାର ଚତୁଃପାର୍ଶ୍ୱରେ ଗଠିତ ହେବା ଉଚିତ to bring together all the wayward and dispersed parts of his being and integrate them around the ego preferably for a purpose or for an ideal which the true self or the psychic supports ଏଠି ସେ କହିଲେ ଯେ ଅହଂ ଚାରିପଟେ ଏଗୁଡାକ ଆସିକି ପ୍ରଥମେ ଏକାଠି କର ଯୋଉଟା ଆମେ କହୁଛନ୍ତି ଅହଂ ଯୋଉ ଗୁଡାକ ଆମର all the wayward and dispersed part of his being and integrate them around the ego ବର୍ତ୍ତମାନ ଆମେ ବ୍ୟକ୍ତି ସତ୍ତା ତିଆରି ହବ ବ୍ୟକ୍ତି ସତ୍ତା ତିଆରି ହେଲେ ଇଗୋଟି ରହିବ ସେଇଥିପାଇଁ ବାବାଜୀ ମହାରାଜଙ୍କର ସେଇ କଥାଟି ମନେ ରଖିବା ତେଣୁ ଇଗୋ ଦି ପ୍ରକାର ରହିଛି ଗୋଟେ ହଉଛି ବଜାତ ଇଗୋ ବଜାତ ମୁଁ ଆଉ ଗୋଟେ ହଉଛି ଭଲ ମୁଁ
ଭଲ ମୁଁ ଚାରିପଟେ ଏଗୁଡାକ ଆଣି ଏକାଠି କରିବ, ତାପରେ ସବୁ ଗୁଡାକ ନେଇକିରି ମାଙ୍କ ପାଖରେ ଦେଇଦବ। ତାମାନେ ନିଜକୁ ମଧ୍ୟ ସେତେବେଳେ ଦେଇଦବ। ବଜାତ ମୁଁ ହେଲେ କଣ ହବ? ବଜାତ ମୁଁ ହେଲେ କେବଳ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସିଏ ଯେମିତି କହନ୍ତି ନା ସାମ ଦାମ ଦଣ୍ଡ ଭେଦ ସବୁ ଆପ୍ଲାଏ କରିକିରି ସେ କେବଳ ନିଜର ସ୍ୱାର୍ଥ ସାଧନ କରିବା ପାଇଁ ଚେଷ୍ଟା କରିବ। ତେଣୁ ସେଇଟା ହେଲା ବଜାତ ମୁଁ। ସେ ବଜାତ ମୁଁ ଚାରିପଟେ ନୁହଁ, ଭଲ ମୁଁ ଚାରିପଟେ ତାକୁ ଏକାଠି କରିବ। କଣ ପାଇଁ? ପ୍ରିପେରେବୁଲ ଫର ଏ ପର୍ପୋଜ, ଉଦ୍ଦେଶ୍ୟ କଣ? ଫର ଆନ୍ ଆଇଡିଅଲ ହୁଇଚ ଦ ଟ୍ରୁ ସେଲ୍ଫ ଅର ଦ ସାଇକିକ ସପୋର୍ଟ। ଚୈତ୍ୟ ସତ୍ତା ଯାହା ଚାହାନ୍ତି, ଅନ୍ତରାତ୍ମା ଯାହା ଚାହାନ୍ତି, ସେଇ ଅନୁସାରେ ପ୍ରସ୍ତୁତ କରିବା ପାଇଁ ସେଇ କେନ୍ଦ୍ରୀୟ ସତ୍ତା ଚାରିପଟେ ଏଗୁଡାକୁ ସଂଗଠିତ କର। To be able to give oneself, consecrate oneself, surrender oneself, one obviously has first to be oneself and have the power to give that which is worthy of being given to the divine. By following these 12 yogic principles, a teacher becomes a yogi, a true teacher. और ସେଇଥିପାଇଁ जो remembrance is essential, ଆମେ ସେ ମେସେଜଟି ଭୁଲି ଯିବା ନାହିଁ। ଯେ ବାରମ୍ବାର ସେଥିପାଇଁ କୁହନ୍ତି ଯେ always behave as if the mother was looking at you because she is indeed always present। ଏଇଠି ଯୋଉ ଲେଖା ହେଇନି always behave as if the mother was looking at you, ମା ତୁମକୁ ଅନେଇ ଥିଲେ ବୋଲି ନୁହଁ। ଏଇଟା ଗୋଟେ ଇଂଲିଶର ଫ୍ରେଜାଲ ଭର୍ବ ଭଳି ୱାଜ ଯେତେ ବ୍ୟବହାର କରାଯାଉଛି, ଏଠି ତା ଅର୍ଥ ହଉଛି ତାମାନେ ନିରନ୍ତର ଚିରନ୍ତନ ଭାବରେ ସବୁଦିନ ସବୁ ସମୟ ସବୁ ମୁହୂର୍ତ୍ତରେ ସିଏ ତୁମକୁ ଚାହିଁଛନ୍ତି। ଅଲୱେଜ ବିହେଭ, ମନେ ରଖ, ସେଇ ଅନୁସାରେ ବ୍ୟବହାର କର, ସଦାସର୍ବଦା ବ୍ୟବହାର କର as if the mother was looking at you। କାରଣ ବାସ୍ତବରେ ସିଏ ଉପସ୍ଥିତ ଅଛନ୍ତି ତୁମ ଚତୁଃପାର୍ଶ୍ୱରେ। ତେଣୁ ତାଙ୍କୁ ମନେ ରଖିବା, ରିମେମ୍ବର ଆଣ୍ଡ ଅଫର, ତାଙ୍କୁ ସ୍ମରଣ କରିବା ଏବଂ ତାଙ୍କ ପାଖରେ ସମର୍ପଣ କରିବା ଏବଂ ଆମର ଆସ୍ପିରେସନକୁ ଷ୍ଟ୍ରଙ୍ଗ ରଖିବା। ତାହେଲେ ଆମର ସରେଣ୍ଡର, ସେଲ୍ଫ ଗିଭିଂ, କନସିକ୍ରେସନ, ଏ ହଉଛି ସରେଣ୍ଡର ପୂର୍ବ ଅବସ୍ଥା। କନସିକ୍ରେସନ ଆତ୍ମ ଉତ୍ସର୍ଗ, କେବଳ ମୁଁ ଭଗବାନ ପାଇଁ ବଞ୍ଚିବାକୁ ଯୋଉ ଚେଷ୍ଟା କରୁଛି, ନିଜକୁ ଦେଇ ଦଉଛି, ସେ ହଉଛି ଆତ୍ମ ଉତ୍ସର୍ଗ। ତାପରେ ଆସିବ ସେଲ୍ଫ ଗିଭିଂ, ନିଜକୁ ଦେଇଦବା। କନସିକ୍ରେସନ, ତାଙ୍କ ପାଇଁ କାମ କରିବା। ସେଲ୍ଫ ଗିଭିଂ, ନିଜକୁ ପୂର୍ଣ୍ଣ ଭାବେ ଦେଇଦବା। ତାପରେ ଆସିବ ସରେଣ୍ଡର। ଯେତେବେଳେ ଆମର ସରେଣ୍ଡର ହେଇଯିବା, ସେତେବେଳେ ସେ ମୋ ଭିତରେ ଦେଇ କାର୍ଯ୍ୟ କରିବେ। ତେଣୁ ସେତେବେଳେ ଆଉ ମୁଁ କାମ କରୁନଥିବ, ସିଏ କରୁଥିବେ, ମୋ ଦେଇ ହଉଥିବ। ତେଣୁ by following these 12 yogi principle, a teacher becomes a yogi, a true teacher। ବାସ୍ତବରେ ଜଣେ ଶିକ୍ଷକ ହେଇପାରିବ, ଟ୍ରୁ ଟିଚର ହେଇପାରିବ ଯେତେବେଳେ ଏଇ 12ଟି ପ୍ରିନ୍ସିପଲକୁ ସିଏ ଫଲୋ କରିବ। ସେ 12ଟି ପ୍ରିନ୍ସିପଲ ଆଉ ଥରେ ଶୁଣିଦେବା। ट्रूथफुलनेस, सत्यता, राइट एक्शन, सठिक कार्य, प्यूरिटी, शुद्धता, रिमेम्बरांस, स्मरण रखिबा, ग्राटिट्यूड, कृतज्ञता, ह्यूमिलिटी, विनम्रता, परसिवरेंस, अध्यवसाय व स्थिरता, फेथ, विश्वास व श्रद्धा, एस्पिरेशन, आस्पृहा, डिवोशन, भक्ति, सिंसियरिटी, निष्ठापरता, सरेंडर, समर्पण। এইটা এଠି ଟ୍ରୁ ଟିଚର ଲେଖା ହେଇଛି, କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ପାଇଁ। କାହିଁକି ନା ଆମେ ଯଦି ଦେଖିବା, ଆଉ ଗୋଟେ ଦୃଷ୍ଟିକୋଣରୁ ଦେଖିବେ ଯେ ଆମ ଭିତରେ, ସମସ୍ତଙ୍କ ଭିତରେ ଗୋଟେ ଟିଚରର ଗୁଣଟି ରହିଛି। ଆମେ ସବୁବେଳେ ସମସ୍ତଙ୍କୁ ଗୋଟେ ଆଡଭାଇସ ଦଉ, ଦଉନା, ଏଇଟା ହେଇଛି ତୁ ଏହା କରିଦଉନୁ। ଆମ ଭିତରେ ଟିଚରର ଗୁଣ ରହିଛି ସମସ୍ତଙ୍କ ଭିତରେ। ମଣିଷ ମାତ୍ରକେ ମାଇଣ୍ଡ ଯେତେବେଳେ ରହିଛି, ସେ ନିଶ୍ଚୟ ଗୋଟେ ମତାମତ ଦବ। ତେଣୁ ଜଣେ ପୂର୍ଣ୍ଣ ଯୋଗର ସାଧକ ହୁଅନ୍ତୁ, ଅବା ଶିକ୍ଷକ ହୁଅନ୍ତୁ, ଅବା ଜଣେ ସାଧାରଣ ମନୁଷ୍ୟ ହୁଅନ୍ତୁ ଯିଏ ସଂସାର ଭିତରେ ନିଜ କାର୍ଯ୍ୟ କରୁଛି, ଯଦି ଏ 12ଟି ପ୍ରିନ୍ସିପଲ ସେ ଫଲୋ କରେ, ତାକୁ ପାଳନ କରିବାକୁ ଚେଷ୍ଟା କରେ, ତେବେ ମାଙ୍କର ପୂର୍ଣ୍ଣ ଉପସ୍ଥିତି ତାଙ୍କ ଚତୁଃପାର୍ଶ୍ୱରେ, ତାଙ୍କ ଭିତରେ, ତାଙ୍କ ପାଖରେ ରହିବ ଏବଂ ସେ ପୂର୍ଣ୍ଣ ଭାବରେ ମାଙ୍କ ଦ୍ଵାରା ପରିଚାଳିତ ହେବେ। ଆଉ ଏଇଟା ଇଙ୍ଗିତ ଦେବେ ନାହିଁ, ସେତେବେଳେ ମା ନିଜେ ପରିଚାଳିତ କରିବେ।
ତା ପୂର୍ବରୁ ଇଙ୍ଗିତ ଆସିବ, କିଛି ସୂଚନା ଆସୁଥବ, କିନ୍ତୁ ସେତେବେଳେ ମା ନିଜେ ପରିଚାଳିତ କରିବ। ନାମ ଜପ କରି ସାରିବା। Ma, thank you, Allah.